ଆପଣ ଦେଖୁଥିବେ ଖରିଫ ଧାନ ପଞ୍ଜୀକରଣ ଏବେ ଯେଉଁ ଆରମ୍ଭ ହେଇଛି ଗତ କିଛି ଦିନ ହେଲାଣି। ଯେଉଁ ନୂଆ ନିୟମ ଆସିଛି ପଞ୍ଜୀକରଣକୁ ନେଇକି, ସେ ନୂଆ ନିୟମକୁ ନେଇକି ଆପଣଙ୍କର ବିଭିନ୍ନ ସମିତି ହଉ, ସମବାୟ ସମିତି, ବିଭିନ୍ନ ଆର୍ଆଇ ଅଫିସ୍ ମାନଙ୍କରେ ଚାଷୀମାନଙ୍କର ଭିଡ଼ ଅନେକ ସଂଖ୍ୟାରେ ବଢ଼ିଛି। ତାର କାରଣ ହେଉଛି ସରକାରଙ୍କର ପ୍ରଥମ ନିୟମ ଥିଲା ଯେଉଁମାନେ ରହିଛନ୍ତି ଉତ୍ତରାଧିକାରୀ, ସେମାନେ ତାଙ୍କର ପୈତୃକ ସମ୍ପତ୍ତିର ଯେଉଁ ମାଲିକ ରହିଛନ୍ତି, ଖାତା ମାଲିକ, ସେମାନଙ୍କର ଡେଥ୍ ସାର୍ଟିଫିକେଟ୍ ଏବଂ ଡେଥ୍ ସାର୍ଟିଫିକେଟ୍ ନେଇ ଲିଗାଲ ହେୟାର ବାହାର କରିବେ। ଲିଗାଲ ହେୟାର ବାହାର କରି ଆସିଲା ପରେ ସମିତିରେ ଚାଷ ଜମିକୁ ପଞ୍ଜୀକରଣ କରିବେ। ତାର କିଛି ଦିନ ପରେ ସେ ନିୟମକୁ ବଦଳାଇ ପୁଣି କରାଗଲା ଆପଣଙ୍କର ଲିଗାଲ ହେୟାର ନହେଲେ ମଧ୍ୟ ଆପଣଙ୍କର ବଂଶାବଳୀ ଘୋଷଣାନାମା ଆର୍ଆଇଙ୍କ ପାଖରୁ ଆଣି ଆପଣ ପଞ୍ଜୀକରଣ କରିପାରିବେ। ତା ଭିତରେ ମଧ୍ୟ କିଛି ବିବାଦ ଆସିଲା। ତାପରେ ସରକାର ଏହାକୁ ଅଧିକ ସରଳୀକରଣ କରିଛନ୍ତି। ବର୍ତ୍ତମାନ କେବଳ ଏକ ଘୋଷଣାନାମା ସେଲ୍ଫ ଡିକ୍ଲାରେସନ ଫର୍ମ ଚାଷୀମାନେ ଦସ୍ତଖତ କରି ଚାଷ ଜମିକୁ ପଞ୍ଜୀକରଣ କରିପାରିବେ, ଯାହାକି ବହୁତ ସୁବିଧା ହେବ ଚାଷୀମାନଙ୍କୁ ପଞ୍ଜୀକରଣ କରିବା ପାଇଁ। କିନ୍ତୁ ଏହାକୁ ନେଇ ବିଭିନ୍ନ ସମିତିରେ ବର୍ତ୍ତମାନ ସୁଦ୍ଧା ଦ୍ୱନ୍ଦ୍ୱ ଲାଗି ରହିଛି। ସେ ବାବଦରେ ମୁଁ ଆଜି ସିଏସ୍ଓଙ୍କୁ ଭେଟିଲି। ସିଏସ୍ଓ ସବୁ ସମସ୍ୟା ଶୁଣିଲେ। ସମସ୍ୟା ଶୁଣି ସାରିବା ପରେ ସେ ଏ ବିଷୟରେ କଲେକ୍ଟରଙ୍କ ସହିତ କଥା ହେବେ ଏବଂ କଥା ହେଇ ଦିନେ ଦୁଇ ଦିନ ଭିତରେ ଏ ସମସ୍ୟାର ସମ୍ପୂର୍ଣ୍ଣ ଭାବେ ସମାଧାନ ହେବ ଏବଂ ଚାଷୀମାନେ କେମିତି ସୁରୁଖୁରୁରେ ପଞ୍ଜୀକରଣ କରିବା ସହିତ ଧାନର ବିକ୍ରି ହେବ ତାର ବ୍ୟବସ୍ଥା କରାଯିବ। ଆପଣ ଦେଖୁଥିବେ ଖରିଫ ଧାନ ପଞ୍ଜୀକରଣ ଏବେ ଯେଉଁ ଆରମ୍ଭ